ଗୋମାଫିଆଙ୍କ ଘରେ ବାଲେଶ୍ୱର ପୋଲିସର ସ୍ୱତନ୍ତ୍ର ଟିମ୍ର ଚଢ଼ାଉ। ସ୍କର୍ପିଓ ବାଇକ୍ ଜବତ, 2 ଅଟକ। ବେଆଇନ ଗୋଚାଲାଣ ଅଭିଯୋଗରେ ବାଲେଶ୍ୱର ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଶନିବାର ଭୋର ସମୟରେ ଜିଲ୍ଲାର ଜଳେଶ୍ୱର, ବାଲିଆପାଳ, ବସ୍ତା ଓ ରେମୁଣା ଅଞ୍ଚଳରେ ଗୋମାଫିଆଙ୍କ ଘରେ ଜିଲ୍ଲା ପୋଲିସର ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରିଛି। ବସ୍ତା ଥାନା ସନ୍ତୋଷପୁର ପଞ୍ଚାୟତ ଅନ୍ତର୍ଗତ ତେଘରି ଗାଁରେ ଜଣେ ଗୋମାଫିଆଙ୍କ ଘରେ ଚଢ଼ାଉ କରି ଗୋଟିଏ ସ୍କର୍ପିଓ ଓ ଗୋଟିଏ ବାଇକ୍ ସହ ମୁସ୍ତାକ ଖାନ ନାମକ ଯୁବକକୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି। ତେଘରି ଗ୍ରାମର ମୁସ୍ତାକ ଖାନ ଘରେ ଗୋ ଚାଲାଣ କରି ବେଆଇନ ସମ୍ପତ୍ତି ଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ପୋଲିସ। ଡିଏସ୍ପି ନିର୍ମଳା ଗଚ୍ଛାନ୍ତିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଶନିବାର ଭୋର ସମୟରେ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ପରେ ଘର ପାଖରେ ଛିଡ଼ା ହୋଇଥିବା OD01 AB 1567 ନମ୍ବର ବିଶିଷ୍ଟ ଏକ ସ୍କର୍ପିଓ ସହ OR05 AR 5425 ନମ୍ବର ବାଇକ୍ ଜବତ କରି ସିଂଗଡ଼ା ଥାନାରେ ଜିମା ଦିଆଯାଇଛି। तुम से लेख तुम से सर्विस जल्दी दे मैं खाली गाड़ी भी जल्दी कहीं दे चलो ଗୋମାଫିଆ ଘରେ ଚଢ଼ଉ ହେଲା କାରଣ କ'ଣ ସାର୍ ଏବଂ କେତେ ସମୟ ଧରି ଏ ଚଢ଼ଉ ଚାଲିଥିଲା କ'ଣ ସାର୍? ଆମର ଜଳେଶ୍ୱରରେ ସେକ୍ସ ସଫରୁଦ୍ଦିନର ଘରେ ଆମେ ରେଡ୍ କରିଥିଲୁ। ସେ ଏଥିରେ ଆମର ମୁଁ ଆଡ଼ିସନାଲ SP SDPO ଜଳେଶ୍ୱର, IIC ଜଳେଶ୍ୱର ଏବଂ ଆମର ଆଉ ଜଣେ ଇନ୍ସପେକ୍ଟର, 2 ଜଣ ସବ୍ ଇନ୍ସପେକ୍ଟର ଆଉ 15 ଜଣ ଷ୍ଟାଫ୍ ଏମିତି ଥିଲୁ। ସେଥିରେ ତାଙ୍କ ଘର ସର୍ଚ୍ଚ କଲୁ, ରେଡ୍ କଲୁ, ସେମିତି କିଛି ଜିନିଷ ମିଳିଲାନି। ହଁ, ୟା ବ୍ୟତୀତ ଆଉ ଜିଲ୍ଲାରେ ମଧ୍ୟ ଅନେକ ଜାଗାରେ ଆମର ଆଉ ଅନ୍ୟାନ୍ୟ ଟିମ୍ ଗୁଡ଼ିକ ଚଢ଼ଉ କରୁଛନ୍ତି। ଏଇଟା ମେଜର ଜିନିଷ ହେଉଛି ଗୋମାଫିଆଙ୍କ ଯେଉଁ ଇଲିଗାଲ ଇଏରେ କରୁଛନ୍ତି, ଏଇଟା ଗୋଟେ ଇକୋନୋମିକାଲି ଅଫେନ୍ସ ଇଏରେ ଆମେ ଏଇଟା ଗୋଟେ ଇନଭେଷ୍ଟିଗେସନ୍ କରୁଛୁ ଏବଂ ତାଙ୍କ ମଧ୍ୟରେ ଅନେକ କେସ୍ ବି ରହିଛି, ୱାରେଣ୍ଟ ରହିଛି, ସେ ଆଧାରରେ ଏଇଟା ଚଢ଼ଉ କରାଯାଉଛି।